ଚାଣକ୍ୟ କହନ୍ତି, ବୁଦ୍ଧିମାନ ମଣିଷ କେବେ ମଧ୍ୟ ନିଜର ଧନହାନି, ମନର କଷ୍ଟ, ଘରଣୀଙ୍କ ଚରିତ୍ର, ନିଜର ହୋଇଥିବା ଅପମାନ ସମ୍ପର୍କରେ ଅନ୍ୟମାନଙ୍କ ସାମ୍ନାରେ କହିନଥାଏ। ଧନ ଏବଂ ଅନ୍ୟର ବ୍ୟାପାର, ବିଦ୍ୟା ଗ୍ରହଣ, ଭୋଜନ କରିବା ସମୟରେ ତଥା ଅନ୍ୟ କୌଣସି କଥାରେ ଯଦି ସଂକୋଚ କରିବ ନାହିଁ, ତେବେ ସେହି ମଣିଷ ସୁଖରେ ରହିଥାଏ। ନିଜ ସ୍ତ୍ରୀ, ଭୋଜନ ଏବଂ ନିଜ ପାଖରେ ଥିବା ଧନକୁ ନେଇ ସନ୍ତୋଷ ରହିବା ଆବଶ୍ୟକ। ବିଦ୍ୟା ଗ୍ରହଣ କରିବା ଏବଂ ଦାନ ଧର୍ମ ଦେଇ ନିଜକୁ ସନ୍ତୋଷ ମନେ କରିବା ଉଚିତ ନୁହେଁ, କାରଣ ସେଥିପାଇଁ ଆପଣଙ୍କ ଦ୍ୱାର ସର୍ବଦା ଖୋଲା ରହିବା ଆବଶ୍ୟକ। ନିଜଠାରୁ ଅଧିକ ଶକ୍ତିଶାଳୀ ଥିବା ଶତ୍ରୁକୁ ତା ଅନୁଯାୟୀ ଚାଲି, ଦୁର୍ବଳ ଥିବା ଶତ୍ରୁ ଉପରେ ନିଜର ପ୍ରଭାବ ପକାଇ ଏବଂ ସମକକ୍ଷ ଥିବା ଶତ୍ରୁ ଉପରେ ନିଜର ଶକ୍ତି ଏବଂ ବିନମ୍ର ଭାବ ଅନୁଯାୟୀ ଜିତିବା ଉଚିତ ହୋଇଥାଏ। ଦୁନିଆରେ ଅଧିକ ସରଳ ହେବା ଉଚିତ ନୁହେଁ, କାରଣ ଆପଣଙ୍କ ସରଳତା ହିଁ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଆପଣ ଅର୍ଜନ କରୁଥିବା ଧନକୁ ବ୍ୟୟ କରିବା ଏବଂ ଦାନ କରିବା ସେହି ଧନର ରକ୍ଷା ଅଟେ। ଯେମିତିକି ନଦୀର ପାଣି ବହୁଥିବା ହିଁ ଉତ୍ତମ ହୋଇଥାଏ, ନଚେତ୍ ଅତ୍ୟଧିକ ହେଲେ ତାହା ଉଛୁଲି ବନ୍ୟାର ରୂପ ନେଇଥାଏ। ବିନା ଯଜ୍ଞରେ ବେଦ ପଢ଼ିବା ବ୍ୟର୍ଥ ହୋଇଥାଏ। ବିନା ଦାନରେ ମଧ୍ୟ ଯଜ୍ଞ କରିବା ବ୍ୟର୍ଥ ଅଟେ। ବିନା ଭାଗରେ ମଧ୍ୟ କୌଣସି କଥାରେ ସିଦ୍ଧି ପ୍ରାପ୍ତ ହୋଇନଥାଏ। ମୂର୍ଖ ବ୍ୟକ୍ତି ବଡ଼ ପରିବାରରେ ଜନ୍ମ ହେଲେ ମଧ୍ୟ ସମ୍ମାନ ପାଇନଥାନ୍ତି, କିନ୍ତୁ ନିଚ ପରିବାରରେ ବ୍ୟକ୍ତି ବିଦ୍ୱାନ ହେବା ଦ୍ୱାରା ସମ୍ମାନିତ ହୋଇଥାଏ। ତେଣୁ ସମ୍ମାନ ପାଇବା ପାଇଁ ଜାତି, ପଇସା ବଡ଼ ହୋଇନଥାଏ, ବରଂ ବିଦ୍ୟା ବଡ଼ ହୋଇଥାଏ। ଖୁସିରେ ଥାନ୍ତୁ, ଭଲରେ ରୁହନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍, କମେଣ୍ଟ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।